ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଶୁଭ ସକାଳ। ବନ୍ଧୁବାନ୍ଧବ ମାନେ, ମଣିଷ ଜୀବନ ଏକ ଦୁର୍ଲଭ ଜୀବନ। କେତେ ପୁଣ୍ୟ ତପସ୍ୟା କଲେ ଯାଇ ଆମେ ମଣିଷ ରୂପରେ ଜନ୍ମଟିଏ ନେଇ ଏ ସମାଜ ପାଇଁ କିଛି ମଙ୍ଗଳମୟ କାମଟେ କରିଥାଉ। ମୁଁ ଭାବୁଛି କଳି ଯୁଗରେ ଆଜ୍ଞା ମଣିଷ ଜନ୍ମଟିଏ ନ ନେଇ ପକ୍ଷୀ ଜନ୍ମ ନେଲେ ମୁଁ ଭାବୁଛି ବହୁତ ସୁନ୍ଦର ହେଇଥାନ୍ତା। ମୋତେ ଜଗା ପୁଣି ଆଉ ଥରେ ବଞ୍ଚେଇ ମୋତେ ବହୁତ ବଡ଼ ଭୁଲ କରିଛନ୍ତି ବୋଲି ମୁଁ ମନେ କରୁଛି। ଏ ପକ୍ଷୀ ବିଷୟରେ ମୁଁ ଦି ଧାଡ଼ି ଲେଖିଛି ଆଜ୍ଞା। ମୁଁ ତ କହିଥିଲି ମୁଁ ଗୋଟେ ଗୀତିକାର ନୁହଁ କି କଣ୍ଠଶିଳ୍ପୀ ନୁହଁ। ଏ ପକ୍ଷୀ ବିଷୟରେ ଗୋଟେ ଲେଖିଛି ଆଜ୍ଞା। ଯଦି ଭଲ ଲାଗିବ ଆପଣମାନେ ମୋ ଭିଡ଼ିଓଟିକୁ ଦେଖି ଲାଇକ୍ଟେ କରିବେ, କମେଣ୍ଟଟେ କରିବେ ଆଉ ସେୟାର କରିବା ପାଇଁ ମଧ୍ୟ ଭୁଲିବେ ନାହିଁ। ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ନାଁଟି ହେଉଛି ABS ଟ୍ୟାଲେଣ୍ଟେଡ୍ ବୟ। ABS ଟ୍ୟାଲେଣ୍ଟେଡ୍ ବୟ ୟୁଟ୍ୟୁବରେ ଯାଇ ସର୍ଚ୍ଚ କଲେ ନିଶ୍ଚିତ ଆପଣମାନେ ଦେଖିପାରିବେ। ମୋର ଅଲ୍ ଭିଡ଼ିଓକୁ ମଧ୍ୟ ଆପଣମାନେ ଦେଖିପାରିବେ। ମୋ ଭିଡ଼ିଓ ଗୁଡ଼ିକ ହେଉଛି ଆଜ୍ଞା ସମ୍ପୂର୍ଣ୍ଣ ଅଲଗା। ଏ ପକ୍ଷୀ ବିଷୟରେ ମୁଁ ଏବେ ଦି ପଦ ଜଗାଙ୍କ ପାଖରେ ମଧ୍ୟ ମୁଁ ବସି ରହି ଏଇ ଭଜନ ମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚଉଛି। ରେ ଜଗନ୍ନାଥ হে জগন্নাଥ, ପକ୍ଷୀଟିଏ କରିଦେ ତୁ, ପକ୍ଷୀଟିଏ କରିଦେ ତୁ, ଏଇ ଜନମରେ ମତେ, ଏଇ ଜନମରେ ମତେ, ଉଡ଼ି ଘୂରି ଘୂରି ତତେ, ଉଡ଼ି ଘୂରି ଘୂରି ତତେ ଦେଖିବି ମୁଁ ଏ ଜଗତେ, ଦେଖିବି ମୁଁ ଏ ଜଗତେ। ଲୋଭ ନାହିଁ ମୋର ଜଗା, ଲୋଭ ନାହିଁ ମୋର ଜଗା, ଧନ କି ରତନ, ଧନ କି ରତନ, ଆଖି ଦେଖିଲାଣି ଜଗା, ଆଖି ଦେଖିଲାଣି ଜଗା, ଏହି ବୟସରେ, ଏହି ବୟସରେ ଆଉ କେତେ କଷ୍ଟ ଦେବୁ, ଆଉ କେତେ କଷ୍ଟ ଦେବୁ, କହ ଆସି ଥରେ, କହ ଆସି ଥରେ। ମୋ ଜୀବନ ବଞ୍ଚି ପୁଣି, ମୋ ଜୀବନ ବଞ୍ଚି ପୁଣି, ଦୁଃଖ କଷ୍ଟ ଦେଲୁ ଆଣି, ଦୁଃଖ କଷ୍ଟ ଦେଲୁ ଆଣି, କେମିତି ମୁଁ ବଞ୍ଚିବି ରେ, କେମିତି ମୁଁ ବଞ୍ଚିବି ରେ, କହ ଜଗନ୍ନାଥ ଶୁଣି, କେମିତି ମୁଁ ବଞ୍ଚିବି ରେ, କହ ଜଗନ୍ନାଥ ଶୁଣି। ମୋ ଜୀବନ ବଞ୍ଚି ପୁଣି, ଦୁଃଖ କଷ୍ଟ ଦେଲୁ ଆଣି, ମୋ ଜୀବନ ବଞ୍ଚି ପୁଣି, ଦୁଃଖ କଷ୍ଟ ଦେଲୁ ଆଣି।